যদি ମୁଁ ମୋର ଚିନ୍ତାଧାରା ଅନୁସରଣ କରେ ତେବେ ଏହା ମୋତେ ନଷ୍ଟ କରିବ ଏବଂ ଏହା ଏତେ ନିଶ୍ଚିତ ଥିଲା। ଶରୀର ଯେତେ ଭଲ ଦେଖାଯାଉ, ଯେତେ ଭଲ ଦେଖାଯାଉ, ଯେତେ ସୁନ୍ଦର ଦେଖାଯାଉ, ଯେତେ ଜ୍ଞାନୀ ଦେଖାଯାଉ, ଆମ ଦୃଷ୍ଟିରେ ଯାହା ଭଲ ଦେଖାଯାଏ ତାହା ଈଶ୍ୱର ଆମ ଦୃଷ୍ଟିରେ ଯାହା ଭଲ ଦେଖାଯାଏ ତାହା ଈଶ୍ୱରଙ୍କ ଦୃଷ୍ଟିରେ ସମ୍ପୂର୍ଣ୍ଣ ଭିନ୍ନ। ଶାରୀରିକ ମନ ହେବା ହେଉଛି ମୃତ୍ୟୁ ଏବଂ ଆତ୍ମିକ ମନ ହେବା ହେଉଛି ଜୀବନରେ ଶାନ୍ତି। କିନ୍ତୁ ଈଶ୍ୱର ଆମକୁ ଭଲ ପାଉଥିଲେ ଏବଂ ସେ ଆମକୁ ନଷ୍ଟ କରି ନାହାନ୍ତି, କିନ୍ତୁ ଈଶ୍ୱରଙ୍କ ଠାରେ ବିଶ୍ୱାସ କରିବା ପାଇଁ, ବିଶ୍ୱାସ ଆଡ଼କୁ ନେଇଯିବା ପାଇଁ ଆମକୁ ଘୁରାଇ ଦେଇଛନ୍ତି। ଯଦି ଆଡ଼କୁ ନେଇଯିବା ପାଇଁ ଆମକୁ ଘୁରାଇ ଦେଇଛନ୍ତି। ଯଦି ଏହା ଈଶ୍ୱରଙ୍କ ଠାରୁ ଭିନ୍ନ ତେବେ ଏହା ସବୁ ଅଭିଶାପ। 0:47 ଯଦି ଏହା ଈଶ୍ୱରଙ୍କ ଠାରୁ ଭିନ୍ନ ତେବେ ଏହା ସବୁ ବିଫଳତା। ଶେଷ ପର୍ଯ୍ୟନ୍ତ ନ ବଞ୍ଚିଥାଏ, କେବଳ ଈଶ୍ୱରଙ୍କ ଇଚ୍ଛା ବଞ୍ଚିଥାଏ। ଯେତେ ଭଲ ଦେଖାଯାଉ, ମଣିଷ ଠାରୁ ଆସୁଥିବା ଜିନିଷ ହେଉଛି ମୃତ୍ୟୁ। The things that come from man is death.